ମୋ ବାଡିରେ ଦେଖନ୍ତୁ ବହୁତ ସାରା ବାଇଗଣ ଅଛି, ଖାସ କରି ତାକୁ ମୁଁ ନିଜେ ଲଗେଇଛି। ନିହାତି ମୁଁ କ୍ରେଡିଟଟା ନେବି ନା। ଦେଖନ୍ତୁ ସେଇ ବାଇଗଣରେ ଆଜି ତମମାନଙ୍କୁ ଦହି ବାଇଗଣ ବନେଇକି ଦେଖି ପଟାପଟ ତୋଳି ନେଲି, ଫିଲ୍ମ ଷ୍ଟାଇଲରେ ତାକୁ ପାଣିରେ ଛାଡ଼ିଦେବି। ତାପରେ ଫିଲ୍ମ ଷ୍ଟାଇଲରେ ବି ଉଠେଇ ନେବି, ଫିଲ୍ମ ଷ୍ଟାଇଲରେ ବି ଛୁରୀରେ ବି ବାଇଗଣ କାଟି ନେବି। ତାପରେ ସେ ବାଇଗଣରେ ଲୁଣ ହଳଦୀ ଦେଇକି ତାକୁ ମୁଁ ଭଲ ଭାବରେ ଗୋଳେଇ ନେବି। ତାପରେ କଡ଼େଇରେ ତେଲ ଦେବି, ଏଇ ବାଇଗଣକୁ ପଟାପଟ ନେଇକି ତେଲରେ ଛାଡ଼ିଦେବି। ତାପରେ ଚଟାଚଟ ତାକୁ ଉଲ୍ଟେଇକି ବାଇଗଣ ଦେଖନ୍ତୁ ଆମର ଲାଲ ଲାଲ ହେଇଗଲାଣି, ବାଇଗଣ ଗୋଟେ ପାତ୍ରକୁ କାଢ଼ିଦେବି। ବାଇଗଣ ରେଡ଼ି ହେଇଗଲା। ଏପଟେ ଗୋଟେ କଂସାରେ ବସା ଦହି ନା ଘୋଳ ଦହି ନା ବସା ଦହିରେ ଅଳ୍ପ ଲୁଣ ଆଉ ଚିନି ପାଣି ଦେଇକି ତାକୁ ଭଲ ଭାବରେ ଗୋଳେଇବି। ଆମର ରେଡ଼ି ହେଇଗଲା ଦହି। ଏପଟେ ଗୋଟେ ତାୱାରେ ଜିରା ଆଉ ଶୁଖିଲା ଲଙ୍କା ଦେଇକି ତାକୁ ଭାଜିବି। ତାପରେ ତାକୁ ହେମଦସ୍ତାରେ ଦେଇକି ଭଲ ଭାବରେ କୁଟ କରି ଭାଜି ଗୁଣ୍ଡ କରି ନେବି। ଆମର ଦେଖନ୍ତୁ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ହେଇଗଲା। ଦହିରେ ବାଇଗଣକୁ ଦେଇକି ଭଲ ଭାବରେ ଗୋଳେଇ ନେବି। କଡ଼େଇରେ ତେଲ, ଶୁଖିଲା ଲଙ୍କା, ପଞ୍ଚଫୁଟଣ ଆଉ ଭୃଷୁଙ୍ଗା ପତ୍ର ଦେଇକି ତାକୁ ଭଲ ଭାବରେ ଭାଜି ନେବି। ଟିକେ ଥଣ୍ଡା ହେଲା ପରେ ଦହି ବାଇଗଣରେ ଢାଳିଦେବି, ତାକୁ ଭଲ ଭାବରେ ଗୋଳେଇ ନେବି। ତାପରେ ଜିରା ଗୁଣ୍ଡ ଆଉ ଧନିଆ ପତ୍ର ଦେଇଦେବି। ଦେଖନ୍ତୁ ଫିଲ୍ମ ଷ୍ଟାଇଲରେ ଆମର ଦହି ବାଇଗଣ ହେଇଗଲା। ମାନେ ନିହାତି ଫିଲ୍ମ ଷ୍ଟାଇଲରେ ଲାଇକ୍ କରିବେ।